ଅନୁଗୁଳ ଜିଲ୍ଲାରେ ବଣୁଆ ହାତୀପଲଙ୍କ ଆତଙ୍କରାଜ। କି ଦିନ କି ରାତି ପଲ ପଲ ହୋଇ ବଣୁଆ ହାତୀପଲ ଗାଁଠାରୁ ସହର ପର୍ଯ୍ୟନ୍ତ ମାଡ଼ି ଆସି ଚଳାଇଛନ୍ତି ଆତଙ୍କରାଜ। ଆଜି ସକାଳୁ ସକାଳୁ ଏକ 42 ଟିକିଆ ହାତୀପଲ ନାଲ୍କୋ ଆଲୁମିନିୟମ ପାର୍କ ନିକଟର ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି। ଏହି ଦଳରେ ଏକାଧିକ ଦନ୍ତା, ଛୁଆ ହାତୀ ଏବଂ ଗୋଟିଏ ମାଇହାତୀ ଥିବା ଦେଖିବାକୁ ମିଳିଛି। ପରେ ପରେ ଏହି ହାତୀପଲ ସେଠାରେ ଥିବା ଏକ ଜଳାଶୟରେ ପଶି ଦୀର୍ଘ ସମୟ ଧରି ଜଳକ୍ରୀଡ଼ା କରିବା ପରେ ଧାନ ବିଲ, ପରିବା ବଗିଚାରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି। ହାତୀଙ୍କର ଜଳକ୍ରୀଡ଼ା ଦେଖିବାକୁ ସେଠାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କର ଭିଡ଼ ଲାଗିଥିଲା। ହାତୀପଲଙ୍କ ଭୟରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏହା ସହିତ ହାତୀଙ୍କ ପାଖକୁ ଯାଇ ଟେକାପଥର ମାରି ତାଙ୍କୁ ଉତ୍ତେଜିତ ନ କରିବାକୁ ପରାମର୍ଶ ଦିଆଯାଇଛି। ଖବର କେଉଁଝର।